केते अक्षर जगन्नाथ 4 अक्षर ना आज्ञा जगन्नाथ हेले 5 अक्षर केमिति जानिमा जगतनाथ ठीक ताऊ जगतनाथ ए जो जगतनाथ आपण मानको शरीर तत्वरी अछि जगतनाथ एठी अछंती कला जारो जड़ दे होइला गहरो गगन होइला गगन होइला गहरो गगन होइला टूटी अनर दुहे अनदी अदाई आपण माने समस्त जानी चंती जड़ जड़ बारे गरु गगन तो हेला अनल तेजब अग्नि होला पृथ्वी आज्ञा देखंतु जगन्नाथ को दर्शन करी जिबा पूर्वरु जने मां को देखिबा से मां के कहला बाटरे बाट मंगला देखिबा बाटरे बाट मंगल अछंती केते अक्षर बाट मंगला 5 अक्षर कछि 5 अंकर अनेक आश्चर्य ठीक होउची तो आज्ञा देखंतु कोन ए पर जो जगन्नाथ महाप्रभु ए बड़ विचित्र ठाकुर कोन विचित्र आ बलिया ठाकुर खोजिले आपण केउंठी पाई परिबे नाही वाह वाह एई मो जगह को दर्शन करिबा पई अरे पूर्व पीढ़ी हाँ ऐतिह्य संपन्न पल्ली बाहरी आसी छंते सबर ओ सबर कहीं की कौन पाई की कारण सहधर्मिणी सह धर्म कार्य करिबा श्रेय कर कहला सहधर्मिणी बिना धर्म करिबा निषेध अबनाबनी वनस्तरु आज सबरी बाहरी आसी सहधर्मिणे सह धर्म कार्य करिबा श्रेय कर आज्ञा देखंतु एतिकी बेले सबर कहिला सखी ए मां को तू प्रणाम जना प्रणाम कर सबरी कहूची स्वामी आकोना बाप मोरा काहे की होते टिके कहूना ए केबे तू रहिले को कियानी की रखिले आज्ञा गायक को ज्ञान बारिधि भास्कर चंद्र साहू बस ओडिसा रे लखा प्रतिष्ठित गायक सारा पुरपल्ली रे परिचित कोन कहिले देखिबो श्री खेत आपुती रे आज्ञा के थाक दिया हो खाप तुम तो दंती देखिबो श्री खेत आपुती रे देखिबो श्री खेत आपुती रे हाय देखिबो ये देखिबो श्री खेत आपुती रे हाय देखिबो श्री खेत आपुती रे
ହେଉଛି ଗୋଟିଏ ଗୋଟିଏ ନା କହିଲା ଦଶ ଭୁଜା ପୂଜା ସାରି ଦଶାନନ ସୁହାରି ଦଶାନନ ପଚାରି ଆଦୁଗରି ଖଣ୍ଡନ କରି ଅଯୋଧ୍ୟାପତି ଆଦୁଗରି ଖଣ୍ଡନ କରି ଅଯୋଧ୍ୟାପତି ୟମର ପରି ହରି ପାଦେ କର ପ୍ରାଣତି ଦର ହରି ହରି ପାଦେ କର ପ୍ରାଣତି ଲାଲି ବିହର ଫେର ଥିଆରୁ ଚୁଆ ଭୋଲା ଶିଳା ମୂର୍ତ୍ତି ଚୁଆ ଭୋଲା ଶିଳା ମୂର୍ତ୍ତି ଦେଖିବୁ 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 ଶ୍ରୀ କ୍ଷେତ୍ରପତିରେ ପୂଜାପତି ଦେଖିଲ ରେ କ୍ଷେତ୍ରପତିରେ ପୂଜାପତି ବାବା ଆଜ୍ଞା ମୂର୍ତ୍ତି ପୂଜାର ପ୍ରଥମେ ଆରମ୍ଭ କରିଥିଲେ ଆରେ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ରାମ ରାମ ଏ କଥା ମୁଁ ଆପଣ କାହିଁକି କହୁଛି କଣ ପାଇଁ କହୁଛି କାନା କାନା ବାଟ ମଙ୍ଗଳା କାହିଁକି କାହିଁକି ବାଟ ମଙ୍ଗଳା ଏ କେବେଠୁ ରହିଲେ ଆଙ୍କୁ କିଏ ଆଣିକି ରଖିଲେ ବାସ୍ ସେଇଥିପାଇଁ ମୁଁ ଆପଣଙ୍କୁ ଆଜି ପ୍ରସଙ୍ଗକୁ ଆଗକୁ ନେଇଛି ବଢା ବଢା ଲକ୍ଷ୍ୟ ଦିଅନ୍ତୁ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆରେ ମୂର୍ତ୍ତି ପୂଜାର ପ୍ରଥମେ ଆରମ୍ଭ କରିଥିଲେ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଯେତେବେଳେ ଆଜ୍ଞା ରାବଣକୁ ମାରି ନ ପାରିଲେ ଦଶ ଭୁଜା ମା ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା ବାବାରେ ଆଜ୍ଞା ଲକ୍ଷ୍ୟ ଦିଅନ୍ତୁ ହନୁମାନ ଯେଉଁଠି ତାର ଗଦା ରଖେ 14 ଆଙ୍ଗୁଳ ମାଟି ତଳକୁ ଦବି ଯାଏ କିନ୍ତୁ ସେହି ଜାଗା ଯେତେବେଳେ ଆଜ୍ଞା ଗଦା ରଖିଛି ମାଟି ତଳକୁ ଦବିଲା ନା ନା ବାସ୍ 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 ହନୁମାନ ସେ ଜାଗାକୁ ଖୋଳେଇଲା ଏ ଦେଖିଲା ତିନି ଆଖ୍ୟା ମା ଛୁଆ ଭଳିଆ ଶିଳା ମୂର୍ତ୍ତି ବାସ୍ ତାକୁ ଆଣି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଦେଲା ଦେଲା ପ୍ରଭୁ 108 ନୀଳ କଇଁ ନୀଳ ଇନ୍ଦିବର ନୀଳ ପଦ୍ମ ଫୁଲରେ ପୂଜା କଲେ ବାବା ପୂଜାରେ ସନ୍ତୁଷ୍ଟ ହୋଇ ମା ଦୁର୍ଗା ବର ଦେଲେ ବର ବର ବରରେ ବଳିୟାନ ହୋଇ ତ୍ରିପୁର ବିଜୟୀ ରାବଣକୁ ମାରିଲେ ଲଙ୍କାରେ ବିଭୀଷଣକୁ ରାଜା ରାଜା କଲେ ରାମଚନ୍ଦ୍ର ଭାବିଲେ ଏଇ ମାଙ୍କ ଯୋଗୁ ମାଜି ତ୍ରିପୁର ବିଜୟୀ ରାବଣକୁ ମାରିଛି ବିନାଶ କଲେ ରାଇଟ୍ 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 ଏ ମାଙ୍କୁ ମୁଁ ଅଯୋଧ୍ୟାକୁ ନେଇ ନେଇଯିବି ପ୍ରଭୁ କଣ କଲେ କଣ? ନା ପୁଷ୍ପକ ବିମାନରେ ଆସିବା ପଥରେ ଆରେ ମା ଶୂନ୍ୟରୁ ତଳକୁ ଖସିଲେ ବାସ୍ ସେଠି ଥିବା ଆଜ୍ଞା ମୂଷା ନଦୀ କୂଳରେ ପଡି ରହିଲେ ବାସ୍ ବାସ୍ ଦଧି ବାମନ ନାମକ ବଣିକ ଅନ୍ୟ ନାମ ଥିଲା ବାଟୁ ଦାସ ତାର ବାଣିଜ୍ୟ କାରବାର ସାରି ଯେତେବେଳେ ବୋଇତକୁ କୂଳରେ ଲଗାନ୍ତେ ଦେଖିଲା ମାଙ୍କର ଛୁଆ ଭଳିଆ ଶିଳା ଶିଳା ମୂର୍ତ୍ତି ମା ନିଜ ନାଁ ଅନୁସାରେ ବାଟୁ ଦାସ ଅନୁସାରେ ମାଙ୍କ ନାମକରଣ କଲା ମା ବାଟ ମଙ୍ଗଳା ମା ବାଟ ମଙ୍ଗଳା ସେହି ଜାଗା ରଖି ପୂଜା କରିବାରୁ ଏଣୁ ଆଙ୍କ ନାଁ ହେଲା ବାଟ ବାଟ ମଙ୍ଗଳା ଆଉ ବାଟ ମଙ୍ଗଳା କାହିଁକି କହୁଛି ସିଏ କହୁ ମୁଁ କହିବି ନା କଣ ତମେ କହିବ ନାଇଁ ତମେ କହ ଯିଏ କହୁଛି ଅବାଟ ଯିବା ଲୋକକୁ ସେଇ ମଙ୍ଗଳମୟୀ ମା ମାର୍ଗଦର୍ଶିନୀ ବାଟରେ ନିଅନ୍ତି ବୋଲି ଆଙ୍କ ନାଁ ବାଟ ମଙ୍ଗଳା ପୁଅ ବାଟ ଦେଖେଇ ଦିଏ ମା ବାଟ ମଙ୍ଗଳା କଣ ଆଜ୍ଞା ମାର୍ଗରେ ନିଅନ୍ତି କଣ ମାର୍ଗ କାରଣ ଆଜ୍ଞା ସେତେବେଳେ ପୁରୀକୁ ଯିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାସ୍ତା ନଥିଲା ନାଇଁ ନାଇଁ ଏଇ ରାସ୍ତାରେ ଗଲେ ପୁରୀରେ ପହଞ୍ଚେ ବୋଲି ନିର୍ଦ୍ଦିଷ୍ଟ ରାସ୍ତା ନାଇଁ ନଥିଲା ନାଇଁ ଗୁଣବୁଦ୍ଧ ତ ଜୋର ସେଇ ମାର୍ଗଦର୍ଶିନୀ ମା ମାର୍ଗରେ ନିଅନ୍ତି ବୋଲି ଆଙ୍କ ନାଁ ମାର୍ଗଦର୍ଶିନୀ ମା ବାଟ ମଙ୍ଗଳା ବାଟ ମଙ୍ଗଳା ଏଣୁ ଆଙ୍କ ନାଁ ବାଟ ମଙ୍ଗଳା ବାସ୍ 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 ଆଜ୍ଞା ଲକ୍ଷ୍ୟ ଦିଅନ୍ତୁ ମୋର ସାଧୁ ସଦାତ୍ମ ତତ୍ତ୍ୱବିତ ମାନେ ଆଜି ସବର ସବରୀ ମା ବାଟ ମଙ୍ଗଳାଙ୍କୁ ପ୍ରଣାମ ଜଣାଇ ଯାଇ 18 ନଳାରେ ପହଞ୍ଚିଲେ 18 ନଳା